ଦେଖନ୍ତୁ ଇଏ ତାଙ୍କର ମତ ସେ ରଖିଛନ୍ତି, କିନ୍ତୁ ମୁଁ କହିଛି ଆଗରୁ ମଧ୍ୟ କହିଛି ଯେ ଯିଏ ବି ରାଜନୀତି କ୍ଷେତ୍ରରେ ଥାଆନ୍ତୁ ସେ ତାଙ୍କର ବକ୍ତବ୍ୟରେ ଶାଳୀନତା ରକ୍ଷା କରିବା ଉଚିତ ଏବଂ ନିଶ୍ଚିତ ଭାବରେ ଯେ ରାଜନୀତିରେ ହାର ଜିତ ଲାଗିଛି, ଯିଏ ଆଗରୁ ଜିତିଛେ ହାରୁଛନ୍ତି ବା ଯିଏ ହାରିଛନ୍ତି କାଲି ସକାଳେ ସେ ଜିତୁଛନ୍ତି। ତେଣୁ ଇଏ ଗଣତାନ୍ତ୍ରିକ ପକ୍ଷେ ଏଠାରେ ଚୋର ଚାଲିଗଲେ ବୁଦ୍ଧି ପଶିଲା ବୋଲି ଜଣେ ପୂର୍ବତନ 24 ବର୍ଷ ମୁଖ୍ୟମନ୍ତ୍ରୀ ଉପରେ ଟିପ୍ପଣୀ ଦେବା ନିଶ୍ଚିତ ଭାବେ ରୁଗ୍ଣ ମାନସିକତାର ପରିଚୟ ଛଡ଼ା ଆଉ ମୁଁ କିଛି କହିବି। ରୁଗ୍ଣ ମାନସିକତା ହୀନମନ୍ୟ ତାର ପରିଚୟ, ଏଥିରେ କୌଣସି ଦ୍ୱିଧା ନାହିଁ। ତେଣୁ ବକ୍ତବ୍ୟରେ ଶାଳୀନତା ରକ୍ଷା କରିବା ଉଚିତ। ଯେଉଁମାନେ ଜନପ୍ରତିନିଧି ରହିଛନ୍ତି ଶାଳୀନତା ରକ୍ଷା କରିବା ଉଚିତ। ଆପଣ ସେ ଦୃଶ୍ୟ ଦେଖିଛନ୍ତି, ଗଣମାଧ୍ୟମରେ ପ୍ରସାରିତ ହୋଇଛି, ହଜାର ହଜାର ଲୋକ ସେଠି ଉପସ୍ଥିତ ଥିଲେ ଏବଂ ସମସ୍ତେ ଲୋକ ବି ଅନେକ ତାଙ୍କ ଆଖିରୁ ଲୁହ ବି ଥିଲା, କୋହ ଥିଲା ଏବଂ ଦୁଃଖ ବି ଥିଲା ଏବଂ ମୁଖ୍ୟମନ୍ତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ତାଙ୍କର ଯେଉଁ ସ୍ନେହ ଶ୍ରଦ୍ଧା ଏବଂ ଆନୁଗତ୍ୟ ତାହା ବାରି ହେଇ ପଡ଼ୁଥିଲା ତାଙ୍କ ଯେଉଁ କଥାରେ ଏବଂ ନିଶ୍ଚିତ ଭାବରେ ଆଜିର ତାରିଖରେ ମଧ୍ୟ ନିର୍ବାଚନରେ କ୍ଷମତା ପଦପଦବୀରୁ ଚାଲିଗଲେ ମଧ୍ୟ ସରକାରରୁ ଚାଲିଗଲେ ମଧ୍ୟ ଏବେ ସେ ଜନମାନସରେ ଏବେ ବି ତାଙ୍କର ଛବି ଆହୁରି ଯେଉଁ କହନ୍ତି ଆହୁରି ଜାଜଲ୍ୟମାନ ହେଇକିରି ରହିଛି। ଯେଉଁମାନେ ଜନପ୍ରିୟ ନେତା, ଯେଉଁମାନେ ରାଜନୀତିଜ୍ଞ କେବଳ ନୁହନ୍ତି ଜନନାୟକ ମଧ୍ୟ, ସେମାନେ ସଦାବେଳେ ସେ କ୍ଷମତାରେ ଥାଆନ୍ତୁ ବା ନଥାନ୍ତୁ ସେ ଯେଉଁ ପ୍ରକ୍ରିୟାରେ ସଦାବେଳେ ଲୋକଙ୍କ ଭିତରେ ଥାଆନ୍ତି ଓ ଲୋକ ବି ତାଙ୍କୁ ମନେ ରଖନ୍ତି ଏବଂ ଲୋକଙ୍କୁ ମଧ୍ୟ ସମୟକ୍ରମେ ଆନୁଗତ୍ୟ ମଧ୍ୟ ପ୍ରକାଶ କରନ୍ତି ବିଭିନ୍ନ ମାଧ୍ୟମ। ତେଣୁ ମୁଁ ନିଶ୍ଚିତ ଭାବରେ ଏ ଆଶା ରଖିବି କାଲିର ଏଇ ଯେଉଁ ଜନସମୁଦ୍ର ଥିଲା ନିଶ୍ଚିତ ଭାବରେ ନବୀନ ପଟ୍ଟନାୟକ ପାଇଁ ଯେଉଁ ସ୍ନେହ